ଆଜି ଦେଖିବା +3 ଥାର୍ଡ ସେମିଷ୍ଟାର ହିଷ୍ଟ୍ରି ଅନର୍ସର କୋର୍ 5 ଆଉ 6 ସିଲେକ୍ସନ୍ କୋଶ୍ଚିନ୍। ପ୍ରାରମ୍ଭିକ ଉପନିବେଶିକ ସମ୍ପ୍ରସାରଣ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଇଭଳିଆ PDF ସମସ୍ତଙ୍କୁ ଯୋଗେଇଦେମି ଆଉ ସବୁବେଳେ ବି ଅପଲୋଡ଼ କରିମି। ଆଉ ତୁମେ ପ୍ଲେଲିଷ୍ଟ ଚେକ୍ କର, ଯଦି କ୍ଲାସ୍ ପାଉନ ପ୍ଲେଲିଷ୍ଟ ଚେକ୍ କର, ପାଇଯିବ। 1ରେ ପ୍ରାରମ୍ଭିକ ଆଧୁନିକ ଯୁଗରେ ୟୁରୋପୀୟମାନଙ୍କ ଦ୍ୱାରା ନିମ୍ନଲିଖିତ କେଉଁ କାରଣ ଜଳପଥ ଆବିଷ୍କାରର କାରଣ ଥିଲା? ନବଜାଗରଣ, ତା ଆନ୍ସରଟା। ତାପରେ 2 ନମ୍ବର କୋଶ୍ଚିନ୍, କେଉଁ ୟୁରୋପୀୟ ନାବିକ ପ୍ରଥମେ ଆମେରିକା ଭୂଖଣ୍ଡ ଜଳପଥରେ ଆବିଷ୍କାର କରିଥିଲେ? କଲମ୍ବସ୍, ତା ଆନ୍ସର। 3 ନମ୍ବର କୋଶ୍ଚିନ୍, ପ୍ରଥମେ ୟୁରୋପର କେଉଁ ଦେଶର ଲୋକମାନେ ଭୌଗୋଳିକ ଆବିଷ୍କାର ପାଇଁ ଚେଷ୍ଟା କରିଥିଲେ? ପର୍ତ୍ତୁଗାଲ। ତାପରେ 4, କାହାଙ୍କୁ ନାବିକ ରାଜପୁତ୍ର କୁହାଯାଇଥାଏ? ଫ୍ରାନ୍ସି ହେନେରୀ। ତାପରେ 5 ନମ୍ବର କୋଶ୍ଚିନ୍, ମାର୍କୋ ପୋଲୋ କିଏ? ଇଟାଲୀ ପର୍ଯ୍ୟଟକ। ଏଇଟା ମନେ ରଖିଥିବ, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। 6 ନମ୍ବର କୋଶ୍ଚିନ୍, ଭାସ୍କୋ ଗାମା ପ୍ରଥମେ ଭାରତର କେଉଁ ରାଜ ଦରବାରରେ ପହଞ୍ଚିଥିଲେ? ସେ ଜଳପଥ ଆବିଷ୍କାର କରିକି ପ୍ରଥମେ ଭାରତରେ ପହଞ୍ଚିଥିଲେ, ଆଉ କେହି ପହଞ୍ଚି ନଥିଲେ ଜଳପଥ ଦ୍ୱାରା। ତା ଆନ୍ସର ହବ ଜାମୋରିନ୍ ହିନ୍ଦୁ ରାଜା। ଜାମୋରିନ୍ ହିନ୍ଦୁ ରାଜା, ତା ଆନ୍ସରଟା। ତାପରେ 7, ଉତ୍ତମାଶା ଅନ୍ତରପି କାହା ଦ୍ୱାରା ଆବିଷ୍କୃତ ହୋଇଥିଲା? ତା ଆନ୍ସର ହବ ବାର୍ଥୋଲିମିଉ ଡାଇଜ। ତାପରେ 8, କଲମ୍ବସ୍ କେଉଁ ବନ୍ଦରରୁ ପ୍ରଥମେ ତାଙ୍କ ଜଳଯାତ୍ରା ଆରମ୍ଭ କରିଥିଲେ? ତା ଆନ୍ସର ହବ ପାଲୋସ୍। 9, କେଉଁ ୟୁରୋପୀୟ ନାବିକ ସ୍ୱେଦେହର ପ୍ରଥମେ ଜଳପଥରେ ପୃଥିବୀର ଚତୁଃପାର୍ଶ୍ୱ ପ୍ରଦକ୍ଷିଣ କରିଥିଲେ? ତା ଆନ୍ସର ହବ ଫ୍ରାନ୍ସିସ୍ ଡ୍ରାକ୍, ତା ଆନ୍ସର। ତାପରେ ହବ 10 ନମ୍ବର କୋଶ୍ଚିନ୍, ପୃଥିବୀ ପରିକ୍ରମା କରିଥିବା ଫ୍ରାନ୍ସିସ୍ ଡ୍ରାକ୍ଙ୍କ ଜାହାଜର ନାମ କ'ଣ? ଏଇଟା ଇମ୍ପୋର୍ଟାଣ୍ଟ, ଦି ଗୋଲ୍ଡେନ୍ ହିନ୍, ତା ଆନ୍ସର। ତାପରେ 11, କେଉଁ ନାବିକଙ୍କ ନାମ ଅନୁସାରେ ଆମେରିକାର ନାମକରଣ କରାଯାଇଥିଲା? ତା ଆନ୍ସର ହବ ଆମେରିକୋ ଭେସ୍ପୁସି। 12, ଆମେରିକା ଆବିଷ୍କାର ପରେ ପ୍ରଥମେ କେଉଁ ୟୁରୋପୀୟ ଦେଶ ସେଠାରେ ଉପନିବେଶ ସ୍ଥାପନ କରିଥିଲା? ସ୍ପେନ୍, ତା ଆନ୍ସର। ଆମେରିକାରେ ଗୋଟେ ଜାଗା ଥିଲା ମେକ୍ସିକୋ, ସେଠାରେ ସ୍ପେନ୍ ଯାଇକି ମାନେ ଶୋଷଣ କରିଥିଲା, ଇଂରାଜ ଯୋଉଟା ଶୋଷଣ କରିଥିଲା ସେଠି ସ୍ପେନ୍ ଯାଇକି ଶୋଷଣ କରିଥିଲା। 14, ଆମେରିକାର କେଉଁ ସ୍ଥାନରେ ଇଂରାଜୀମାନେ ପ୍ରଥମେ ପଦାର୍ପଣ କରିଥିଲେ? ତା ଆନ୍ସର ହବ ଭର୍ଜିନିଆ। 15, ଆମେରିକାରେ ଇଂଲଣ୍ଡ କେତୋଟି ଉପନିବେଶ ସ୍ଥାପନ କରିଥିଲା? 13ଟି। ତାପରେ ହେଲା 16, ପ୍ରଥମେ ଇଂଲଣ୍ଡରେ 120 ଜଣ ପ୍ରୋଟେଷ୍ଟାଣ୍ଟ ପିଲଗ୍ରିମ୍ ଫାଦର୍ସ କେଉଁ ଜାହାଜରେ ଆମେରିକାରେ ଅବତରଣ କରିଥିଲେ? ତା ଆନ୍ସର ହବ ମେ ଫ୍ଲାୱାର, ତା ଆନ୍ସର ହବ ମେ ଫ୍ଲାୱାର। ତାପରେ 17, ସ୍ପେନୀୟ ଯୁଦ୍ଧ ହାର୍ନାଣ୍ଡୋ କୋର୍ଟେସ୍ ଆମେରିକାର କେଉଁ ସାମ୍ରାଜ୍ୟକୁ ଜୟ କରି ନିଜ ଅଧୀନକୁ ଆଣିଥିଲେ? ତା ଆନ୍ସର ହବ ଆଜେଟିକା ସାମ୍ରାଜ୍ୟ। ତାପରେ 18, ସ୍ପେନର ଫ୍ରାନ୍ସେସିକୋ ପିଜୋରୋ ଆମେରିକାର କେଉଁ ସାମ୍ରାଜ୍ୟ ଅଧିକାର କରିଥିଲେ? ତା ଆନ୍ସର ହବ ଇନାକା ସାମ୍ରାଜ୍ୟ। ଏଟା ହେଲା 2 ମାର୍କ କୋଶ୍ଚିନ୍, ଜଳପଥ ଆବିଷ୍କାରର ଉଦ୍ଦେଶ୍ୟ କ'ଣ ଥିଲା? 1453 ଖ୍ରୀଷ୍ଟାବ୍ଦରେ ତୁର୍କୀମାନେ ଗ୍ରୀସ୍ ଅଧିକାର କରିବା ଫଳରେ ଜଳପଥର ପ୍ରାଚ୍ୟ ଭୂଖଣ୍ଡ ସହିତ ୟୁରୋପୀୟ ମାନଙ୍କ ସମ୍ପର୍କ ଛିନ୍ନ ହେଲା। ୟୁରୋପୀୟ ଦେଶମାନଙ୍କ ଜନସଂଖ୍ୟା ବୃଦ୍ଧି ଏବଂ ଖ୍ରୀଷ୍ଟ ଧର୍ମ ପ୍ରସାର ଅଭିଳାଷ ଜଳପଥ ଆବିଷ୍କାର ନିମନ୍ତେ ପ୍ରେରଣା ଯୋଗାଇଥିଲା। ୟୁରୋପର ଯେଉଁ 3 ଜଣ ମହାନ ନାବିକ ଆମେରିକା, ଭାରତ ଓ ପୃଥିବୀକୁ ଜଳପଥରେ ପରିକ୍ରମା କରିବାର ପଥ ଆବିଷ୍କାର କରିଥିଲେ ସେମାନେ ହେଲା ଖ୍ରୀଷ୍ଟୋଫର କଲମ୍ବସ୍, ଭାସ୍କୋ ଗାମା ଏବଂ ଫର୍ଡିନାଣ୍ଡ ମାଗେଲ୍ଲାନ। ତାପରେ ଦେଖିବା ଭୌଗୋଳିକ ଆବିଷ୍କାରର ପ୍ରଭାବ କ'ଣ ଥିଲା? ପଞ୍ଚଦଶ ଶତାବ୍ଦୀର ଭୌଗୋଳିକ ଆବିଷ୍କାର ଗୁଡ଼ିକ ଅନେକ ନୂତନ ୟୁରୋପୀୟ ଉପନିବେଶ ସୃଷ୍ଟି କରିବାରେ ସମର୍ଥ ହେଲା। ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ୟୁରୋପୀୟ ବାଣିଜ୍ୟ ବିପ୍ଳବକୁ ପ୍ରଭାବଶାଳୀ କରିଥିଲା। ଭୌଗୋଳିକ ଆବିଷ୍କାର
ୟୁରୋପୀୟ ଅର୍ଥନୀତି, ଶିଳ୍ପ, ଧର୍ମ ପୃଥିବୀରେ ବିଭିନ୍ନ ସ୍ଥାନକୁ ପ୍ରସାରିତ ହୋଇଥିଲା। ଭୌଗୋଳିକ ଆବିଷ୍କାର ଦ୍ୱାରା ପୃଥିବୀରେ ବିଭିନ୍ନ ଅଞ୍ଚଳଗୁଡ଼ିକ ନିଜର ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ସବୁର ଆଦାନ ପ୍ରଦାନ ଆରମ୍ଭ ହେଲା। ତାପରେ ଦେଖିବା 3 ନମ୍ବର କ୍ୱେଶ୍ଚିନ୍, କିପରି ଆମେରିକାରେ ଉପନିବେଶ ସ୍ଥାପନ ହୋଇଥିଲା? ମାନେ ଆମେରିକାକୁ କିଏ ଶୋଷଣ କରିଥିଲା? ପଞ୍ଚଦଶ ଶତାବ୍ଦୀରେ ଶେଷ ଭାଗରେ କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ। କାଳକ୍ରମେ ଏଠାରେ ବାସ କରୁଥିବା ଆଜଟେକ ଏବଂ ଇନାକା ଜାତିମାନଙ୍କୁ ପରାସ୍ତ କରି ସ୍ପେନ୍ ସେଠାରେ ଆଧିପତ୍ୟ ବିସ୍ତାର କରିଥିଲା। ଆମେରିକାର ଅନେକ ଅଞ୍ଚଳ ଜନଶୂନ୍ୟ ଥିବାରୁ ସ୍ପେନ୍ ଦକ୍ଷିଣ ଆମେରିକା ମହାଦେଶରେ ଉପନିବେଶ ସ୍ଥାପନ କରିବାରେ ସମର୍ଥ ହୋଇଥିଲା। ଆଜଟେକ୍ ରାଜଧାନୀ ଧ୍ୱଂସ କରାଯାଇ ମେକ୍ସିକୋ ନଗରୀ ପ୍ରତିଷ୍ଠା କରିଥିଲା। ସ୍ପେନୀୟମାନେ ଆଣ୍ଡିଜ୍ ଉପତ୍ୟକା ଅଞ୍ଚଳରେ ଉପନିବେଶ ସ୍ଥାପନ କରିଥିଲେ। ତାପରେ ମୁଁ ସ୍କ୍ରୋଲ କରୁଛି, ତୁମେ ଦେଖିଦେବ। ପଜ କରି ସ୍କ୍ରିନଶଟ୍ ନେଇଯିବ, ନ ନାହିଁ ନୋଟ୍ କରିଦେବ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଇଭଳିଆ ଭିଡ଼ିଓ ତୁମକୁ ସବୁ ଯୋଗେଇଦେବି। ଆଉ 4th ସେମିଷ୍ଟାର PDF ଆସିପାରୁନି, ତା ପରେ ପରେ ଆସିବ। ଆଉ ଟିକେ ଆଉ 2-3 ଦିନ ପରେ ଆସିବ। ସବସ୍କ୍ରାଇବ୍ କରିକି ରୁହ, ସବୁ PDF କହିଛି ଯୋଗେଇଦେବି। ତୁମେ ଖାଲି ପଢ଼ିକି ଯିବାର ଦାୟିତ୍ୱ ହେଲା ତୁମର। ତେଇଶ ପେଜ୍ ଅଛି। 23 ପେଜ୍ରୁ କୋର୍ସ 6 ବି ଥିବ। ଏଟା ହେଲା କୋର୍ସ 7 ଆଇଲାଣି, ତାହେଲେ କୋର୍ସ 6 କୋଉଟା? ଏତିକି ଅଛି। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଯଦି PDFଟା ଚାହୁଁଛନ୍ତି ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଅଛି, ଯାଇକି ଟେଲିଗ୍ରାମ ଗ୍ରୁପରେ ଆଡ଼୍ ହେଇଯାଅ। ଆଉ ଯଦି କ୍ଲାସ୍ ପାଉନ ପ୍ଲେଲିଷ୍ଟ ଚେକ୍ କର, ସବୁ କ୍ଲାସ୍ ପାଇଯିବ।